ଅନେକ ବର୍ଷ ତଳର ଘଟଣା। ମଥୁରା ନଗରୀରେ ଧନପତି ନାମକ ଜଣେ କୁବେର ରହୁଥିଲେ। ପ୍ରଚୁର ସମ୍ପଦର ଅଧିକାରୀ ହୋଇଥିଲେ ମଧ୍ୟ ସ୍ୱଭାବରେ ଥିଲେ କଞ୍ଜୁସ। ହଠାତ୍ ଦିନେ ଧନପତି ଶୁଣିବାକୁ ପାଇଲେ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିବା ତାଙ୍କର ମାଲ ବୋଝେଇ ନୌକାଟି ଅତଳ ଜଳରେ ବୁଡ଼ି ଯାଇଛି। ମାତ୍ର 2ଟି ଦିନ ପରେ ପୁଣି ଖବର ପାଇଲେ ଖାଦ୍ୟଶସ୍ୟ ଥିବା ତାଙ୍କର ଗୋଦାମରେ ରାତିରେ ନିଆଁ ଲାଗି ପୁରା ଜଳିଯାଇଛି। ଏ ଦୁଃଖ ନ ଲିଭୁଣୁ ଚୋରମାନେ ଟଙ୍କା ପଇସା ସହ ବହୁ ମୂଲ୍ୟବାନ ସାମଗ୍ରୀ ସବୁ ତାଙ୍କ ଘରୁ ଲୁଟି ନେଇଥିଲେ। ଧନପତି ଦୁଃଖ ନଦୀରେ ଅସହାୟ କାଠିକୁଟା ଭଳି ଭାସି ଯାଉଥିବା ଅନୁଭବ କଲେ। ଯିଏ ଦିନେ ଧନର ପାହାଡ଼ ଉପରେ ବସିଥିଲା, ଧରାକୁ ସରା ମଣୁଥିଲା, ଧନପତିଙ୍କର ମାନସିକ ସ୍ଥିତି ନିଃସ୍ୱ ହୋଇଯିବା ପରେ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ପାଗଳ ହୋଇ ଏଣେ ତେଣେ ବୁଲିବା ଭିତରେ ଦିନେ ମୁନି ଧର୍ମକୁମାରଙ୍କୁ ଭେଟିଥିଲେ। ସନ୍ଥଙ୍କ ହସ ହସ ମୁହଁ ଖୁବ୍ ପ୍ରଭାବିତ କରିଥିଲା ଧନପତିଙ୍କୁ। ଦିବ୍ୟଦ୍ରଷ୍ଟା ମୁନିଙ୍କୁ ନିଜ ଦୁଃଖ ଅବସାଦ ଜଣାଇ କହିଥିଲେ, ମୁନିବର, ଏବେ କୁହନ୍ତୁ, କେଉଁ କାରଣରୁ ମୋର ଏଭଳି ଦଶା ହେଲା? ଅତୁଳନୀୟ ସମ୍ପଦର ଅଧିକାରୀ ହୋଇଥିଲେ ମଧ୍ୟ ମୁଁ ଆଜି ବର୍ବାଦ ହୋଇଗଲି। ମୁନି କହିଥିଲେ, ବହୁ ବର୍ଷ ପୂର୍ବେ ଅସ୍ତିନା ନଗରୀରେ 2 ଭାଇ ରହୁଥିଲେ। ବଡ଼ ଭାଇ ଦାନ ପୁଣ୍ୟ ଧର୍ମ ମାର୍ଗରେ ଚାଲୁଥିବା ବେଳେ ସାନ ଭାଇ ଅଧର୍ମ ଅନାଚାର ଅନ୍ୟାୟର ପଥ ବାଛି ନେଇଥିଲା। ନିରନ୍ତର ଦାନ ଦ୍ୱାରା ବଡ଼ ଭାଇର ସମ୍ପଦ ବଢ଼ିବାରେ ଲାଗିଲା। ସାନ ଭାଇ କିନ୍ତୁ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଥିଲା। ଈର୍ଷାର ବଶବର୍ତ୍ତୀ ହୋଇ ସାନ ଭାଇ ବଡ଼ ଭାଇକୁ ହତ୍ୟା କରିଥିଲା। ଏହାପରେ ବଡ଼ ଭାଇ ସାଧୁ ରୂପରେ ଓ ସାନ ଭାଇ ଏକ ଧନୀ ପରିବାରରେ ଆସୁରିକ ସ୍ୱଭାବ ନେଇ ଜନ୍ମ ନେଇଥିଲା। ସେହି ଛୋଟ ଭାଇ ହେଉଛ ତୁମେ, ଯିଏ ପୂର୍ବଜନ୍ମର ଫଳ ଭୋଗ କରୁଛ। ଆଉ ମୋର ବଡ଼ ଭାଇ? କୌତୂହଳୀ ହୋଇ ଧନପତି ପ୍ରଶ୍ନ ପଚାରିଲେ। ମୁନି ହସି ହସି କହିଥିଲେ, ତୁମେ ତ ଏବେ ତାଙ୍କ ସମ୍ମୁଖରେ ଠିଆ ହୋଇ କଥା ହେଉଛ।